ପାରଳାଖେମୁଣ୍ଡି ରଥଯାତ୍ରା ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଉପାନ୍ତ ଶ୍ରୀକ୍ଷେତ୍ର ଭାବେ ପରିଚିତ ପାରଳାଖେମୁଣ୍ଡି ରଥଯାତ୍ରା ପାଇଁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥ ତଥା ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁଣ୍ଡିଚା ଯାତ୍ରା ନିମନ୍ତେ ବ୍ୟାପକ ପ୍ରସ୍ତୁତି ସରିଛି। ଆସନ୍ତାକାଲି ଭୋର 3 ଘଣ୍ଟାରୁ 5 ଘଣ୍ଟା ମଧ୍ୟରେ ଅଣସର ନୀତି କାର୍ଯ୍ୟ ଶେଷ ହେବ। ଏହାପରେ ଶ୍ରୀଜୀଉଙ୍କ ନବଯୌବନ ବେଶ ପ୍ରାତଃ 5 ଘଣ୍ଟାରୁ 6 ଘଣ୍ଟା ସମୟ ମଧ୍ୟରେ ଅନୁଷ୍ଠିତ ହେବ। ସକାଳ 8 ଘଣ୍ଟାରୁ 3 ରଥ ପ୍ରତିଷ୍ଠା ହେବା ବେଳେ ଗୁଣ୍ଡିଚା ବାଡ଼ିରେ ପୂଜାର୍ଚ୍ଚନା ଏବଂ ପହଣ୍ଡି ପାଇଁ ପ୍ରସ୍ତୁତି ହେବ। ପୂର୍ବାହ୍ନ 11 ଘଣ୍ଟାରୁ ମଧ୍ୟାହ୍ନ 1 ଘଣ୍ଟା ମଧ୍ୟରେ ପହଣ୍ଡି ଏବଂ 2 ଘଣ୍ଟା ସମୟ ମଧ୍ୟରେ ଛେରା ପହଁରା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। 3.5 ଘଣ୍ଟା ପରଠାରୁ ଶ୍ରୀଜୀଉଙ୍କ ରଥ ଟଣା ଆରମ୍ଭ ହେବା ସହ ରାତ୍ର 9 ଘଣ୍ଟାରୁ 10 ଘଣ୍ଟା ମଧ୍ୟରେ ଗୁଣ୍ଡିଚା ବାଡ଼ିରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି ବୋଲି ରଥଯାତ୍ରା କମିଟି ସୂତ୍ରରୁ ସୂଚନା ମିଳିଛି। ତେବେ ଚଳିତ ବର୍ଷ ଗୋଟିଏ ଦିନରେ ନେତ୍ରୋତ୍ସବ, ନବଯୌବନ ବେଶ ଏବଂ ଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଛି। ସେହି କାରଣରୁ ରଥ ଟଣା କାର୍ଯ୍ୟ ବିଳମ୍ବ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସନ୍ଧ୍ୟା ସମୟରେ ରଥ ଟଣା ବେଳେ ବିଭିନ୍ନ ସ୍ୱତନ୍ତ୍ର ଆଲୋକୀକରଣ ବ୍ୟବସ୍ଥା କରାଯାଇଛି। ସେହିପରି ରଥଯାତ୍ରା ନିମନ୍ତେ 3 ରଥ ନିର୍ମାଣ କାର୍ଯ୍ୟ ଶେଷ ହେବା ସହ ନୀଳଚକ୍ର ମଧ୍ୟ ଲାଗିବା ସହ ଚୂଡ଼ାନ୍ତ ସାଜସଜ୍ଜା କାର୍ଯ୍ୟକ୍ରମ ଜାରି ରହିଛି। ଆସନ୍ତାକାଲି ରଥଯାତ୍ରା ନିମନ୍ତେ ଜିଲ୍ଲା ବାହାର ଓ ପଡ଼ୋଶୀ ଆନ୍ଧ୍ରପ୍ରଦେଶରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହେବାର ସମ୍ଭାବନା ରହିଛି। ଗୁଣ୍ଡିଚା ବାଡ଼ିରେ ମୀନା ବଜାରର ବିଭିନ୍ନ ଦୋଳି, ମୌତକା କୁଆଁ ସମେତ ଛୋଟ ପିଲାମାନଙ୍କ ଲାଗି ବିଭିନ୍ନ ଖେଳ ସରଞ୍ଜାମ ଗୁଡ଼ିକ ସଜେଇବା ସମେତ ଦୋକାନ ଗୁଡ଼ିକ ପସରା ମେଲେଇବାର ଆରମ୍ଭ କରିଦେଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଗଜପତି ଜିଲ୍ଲା ପୋଲିସ ତରଫରୁ ଆରକ୍ଷୀ ଅଧୀକ୍ଷକ ସ୍ୱାତି ଏସ୍ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏଥିରେ ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧୀକ୍ଷକ ମାଧବ ନନ୍ଦ ନାୟକ, ପାରଳାଖେମୁଣ୍ଡି ଆଦର୍ଶ ଥାନା ଅଧିକାରୀ ପ୍ରଶାନ୍ତ କୁମାର ଭୂପତିଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରାଫିକ ପରିଚାଳନା ଓ ବିଶୃଙ୍ଖଳିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସକାଶେ 4 ପ୍ଲାଟୁନ ପୋଲିସ ଫୋର୍ସ ଓ 20 ଜଣ ଅଧିକାରୀ ନିୟୋଜିତ ହେବେ ବୋଲି ଜିଲ୍ଲା ପୋଲିସ ସୂତ୍ରରୁ ଜଣାପଡ଼ିଛି। ସେହିପରି ଯାତ୍ରାର ସୁପରିଚାଳନା ନିମନ୍ତେ ଗଜପତି ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନଙ୍କ ସମେତ ପାରଳାଖେମୁଣ୍ଡି ଉପଜିଲ୍ଲାପାଳ ଅନୁପ ପଣ୍ଡାଙ୍କ ସମେତ ବହୁ ପଦାଧିକାରୀମାନେ ଉପସ୍ଥିତ ରହି ତଦାରଖ କରିବେ।